Praise the Lord. हालेलुया Hallelujah. मो आवाज अपन को जाउछि कि Oh, समस्त yeah. सुनि पारछी जाउछि थैंक यू विशेष की बहुत बहुत धन्यवाद ईश्वर को दिए जेतु मते आज सुंदर सुजोग देछंती ए दिन इन दास को आपनकर सम्मुखरे प्रभुंकर वाक्य रखिया पे सेते विशेष की प्रभुंकर नाम रो धन्यवाद दौ दौ विशेष की हम मन को मध्य थिबा प्रिय भाई मनोज भाई को भी धन्यवाद दउछि से मध्य मते बोधे गत सप्ताह ना पर 3-4 दिन तले कहिथिले कि वाक्य कहतु मु कहले ठीक अछि कहिया प्रभुंकर वाक्य कहया पे तार समय न थाए जाय जेपर लेखा जाय वाक्य लेखा अछि जे समय के समय रे तने प्रस्तुत थाओ हालेलुया तेणु आमे प्रभुंकर दास दासी माने जोद्धा जेतବେଳେ ଚାହିଁଲେ ସେତେବେଳେ ଆମେ ଯୁଦ୍ଧ କରିବାର ଆବଶ୍ୟକତା ରହିଛି ସେଥିପାଇଁ ପ୍ରଭୁଙ୍କର ଆମର ଗୌରବ ହଉ ତା ସହିତ ବିଶେଷ କି ବହୁତ ଦିନ ପରେ ପ୍ରିୟ ଭାଇ ଆମଙ୍କର ନାଁଟା ଭୁଲିଗଲି ଆମଙ୍କର Madan Sane. ଆଜ୍ଞା ମଦନ ସାହାଣେ Madan Sane. ପ୍ରେଜ ଦ ଲର୍ଡ ଭାଇ ବହୁତ ବହୁତ ଧନ୍ୟବାଦ ପ୍ରିୟ ଭାଇଙ୍କ ସହିତ ବହୁତ ବର୍ଷ ପରେ ଭାବୁଛି ମୁଁ 25 ବର୍ଷ ପରେ ବୋଧେ ଦେଖା ହଉଛି ଦେଖା ହେଲା 25 ବର୍ଷ ପରେ ଦୀର୍ଘ 25 ବର୍ଷ ପରେ ଯେତେବେଳେ ମୁଁ ବ୍ରହ୍ମପୁର 2000 ମସିହାରେ ଥିଲି ବ୍ୟାଙ୍କ କଲୋନୀରେ ପ୍ରିୟ ଭାଇ ସେମାନେ ଖୋଡା ସିଂରେ ରହିକି ପ୍ରଭୁଙ୍କର ସେବା କାର୍ଯ୍ୟ ନିମନ୍ତେ ତାଲିମ ପ୍ରାପ୍ତ ହଉଥିଲେ ସେଥିପାଇଁ ବହୁତ ଖୁସି ଲାଗିଲା ଦେଖିକି ଆପଣଙ୍କୁ ମଧ୍ୟ ବିଶେଷ କି ଯେତେକ ଭାଇ ଭଉଣୀ ଅଛନ୍ତି ପୁନର୍ବାର ମୁଁ ପ୍ରଭୁଙ୍କର ନାମ ବିଶେଷ କି ଧନ୍ୟବାଦ ଦେବା ସହିତ ମୋର ପ୍ରେମ ଭରା ନମସ୍କାର Praise the ତଥା Lord. Praise ନୂତନ the ବର୍ଷ Lord. ଅଭିନନ୍ଦନ ଜ୍ଞାପନ କରୁଛି Praise the ପ୍ରଭୁ Lord. ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବିଶେଷ କି ଯେହେତୁ ଜୁମ୍ ପ୍ରେୟରରେ ଆଉ ଥରେ ପ୍ରାର୍ଥନା କରି ଆରମ୍ଭ କରିବା ପାଇଁ ମୁଁ ଚାହୁଁନି ଯେହେତୁ ଜୁମ୍ ପ୍ରେୟର ଗୋଟେ ଲିମିଟେଡ ଟାଇମ ଥାଏ ଯାହା ବି ହେଉ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ମୋ ପରି ଦିନ ଦିନ ଯୋଗ ଦାସକୁ ଆପଣମାନେ ସୁଯୋଗ ଦେଇଛନ୍ତି ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ ବିଶେଷ କି ମୋ ନାଁ ହେଉଛି ଉମେଶ ଚନ୍ଦ୍ର ଜେନା ମୁଁ ବ୍ରହ୍ମପୁରରେ ସେବା କାର୍ଯ୍ୟ କରେ ଇଣ୍ଡିପେଣ୍ଡେଣ୍ଟଲି ସ୍ୱାଧୀନତା ଭାବରେ ମୁଁ ସେବା କାର୍ଯ୍ୟ କରେ ଦୀର୍ଘ 1997 ମସିହାରେ ମୁଁ ପ୍ରଭୁଙ୍କ ସେବା କାର୍ଯ୍ୟ କରିକି ଆସୁଛି ଓଡ଼ିଶାର ତଥା ଭାରତର ବିଭିନ୍ନ ଜାଗାକୁ ଯାଇକି ପ୍ରଭୁ ସୁଯୋଗ ଦେଇଛନ୍ତି ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ ବିଶେଷ କି ବହୁତ ଧନ୍ୟବାଦ ଦଉଛି ଈଶ୍ୱରଙ୍କୁ ଏ ସେବା କାର୍ଯ୍ୟ କରୁ କରୁ ଆମମାନଙ୍କ ଜୀବନରେ ଅନେକ ପ୍ରକାର ସମସ୍ୟା ଅନେକ ପ୍ରକାର ଦୁଃଖ ଯନ୍ତ୍ରଣା ଅନେକ ପ୍ରକାର ବାଧା ଅଭାବ ସବୁ ଲାଗି ରହୁଛି ତ ସେଥିପାଇଁ ଆମେ କେବେ ମଧ୍ୟ ଭୟଭୀତ ହେବା ନାହିଁ ଆଜିର ଡେଟ୍ରେ ଆଜି ପରି ଦିନରେ ଆମେ ଦେଖୁଛୁ ଆମ ଭାରତ ସରକାର କିପରି ରୋକ ଲଗାଉଛନ୍ତି ପ୍ରଭୁଙ୍କ ସେବା କାର୍ଯ୍ୟ କରିବା ପାଇଁ ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣମାନେ ପ୍ରାର୍ଥନା କରନ୍ତୁ ମୁଁ ପ୍ରାର୍ଥନା କରିବି ଯେପରି ଆମେ ପ୍ରଭୁ ଯେମିତି ଆମକୁ ଆହ୍ୱାନ କରିଛନ୍ତି ସେ ଆହ୍ୱାନର ଯୋଗ୍ୟ ଆଚରଣ କରିବାକୁ ଆମକୁ ପଡିବ ହାଲେଲୁୟା ତେଣୁ ଏ ବିଷୟରେ କିଛି କହୁ ମୁଁ ଅନୁରୋଧ କରୁଛି ଆପଣମାନେ ଯେକୌଣସି ଭାଇ କିମ୍ବା ଭଉଣୀ ଯଦି ଖୋଲୁଛନ୍ତି ପଢନ୍ତୁ ଏଭ୍ରି ପୁସ୍ତକ ତାର 12 ପର୍ବର ଏକ ପଦ ପଢିକି ସାହାଯ୍ୟ କରନ୍ତୁ ତାପରେ ପରବର୍ତ୍ତୀ କାର୍ଯ୍ୟରେ ଆମେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା କେତେ କହିଲା ଯେ ଏଭ୍ରି ପୁସ୍ତକ 12 ପର୍ବ ଏକ ପଦ ଅତଏବ ଏଡେ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ ଆମେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ହାଲେଲୁୟା 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 ପ୍ରେଜ୍ ହାଲେଲୁୟା ଦ ଲର୍ଡ ପ୍ରେଜ୍ ଲର୍ଡ ଆସନ୍ତୁ ଆମେ ଜଷ୍ଟ ଅଳ୍ପ ସମୟ ଚକ୍ଷୁ ବନ୍ଦ କରିବା ସର୍ବଶକ୍ତିମାନ ପିତା ପ୍ରଭୁ ଧନ୍ୟବାଦ ଦଉଛୁ ପ୍ରଶଂସା ଗୌରବ କରୁଛୁ ପ୍ରଭୁ ଏ ସମୟରେ ସୁନ୍ଦର ସୁଯୋଗ ଦେଲା ପ୍ରଭୁ ଆଜି ଅନେକ ଲୋକ ନିଦ୍ରାଗତ ଅବସ୍ଥାରେ ଅଛନ୍ତି ପୁଣି ମହାନିଦ୍ରା ପ୍ରାପ୍ତ ହେଇଛନ୍ତି ମୁଁ ଜାଣିନା କିନ୍ତୁ ତୁମେ ଆମକୁ କେତେ ପ୍ରେମ କଲ ଦୟା କଲ ପ୍ରଭୁ ଏ ପ୍ରଭାତ ସମୟରେ ତୁମ ନିକଟବର୍ତ୍ତୀ ପ୍ରଭୁଙ୍କ ଗୌରବ ପ୍ରଶଂସା କରିବା ପାଇଁ ଆମମାନଙ୍କୁ ଅଳ୍ପ ଲୋକଙ୍କୁ ତୁମେ ପ୍ରଭୁ ଆହ୍ୱାନ କରିଛ ତୁମ ନିକଟବର୍ତ୍ତୀ କରିଛ ଧନ୍ୟବାଦ ଦଉଛି ବର୍ତ୍ତମାନ ପ୍ରଭୁ ଆମେ କିଛି ବାକ୍ୟ ଶୁଣିବା ପାଇଁ ଯାଉଛୁ ପ୍ରଭୁ ତୁମେ କଥା କୁହ ପ୍ରଭୁ ଆମକୁ ଜୀବନକୁ ସଜାଡ଼ ଜୀବନ ତ ପ୍ରଶଂସା କରୁଛୁ ସାହାଯ୍ୟ କର ସମସ୍ତ ମହିମା ଗୌରବ ସମ୍ଭ୍ରମ ତୁମକୁ ଦେଇ ଏ ପ୍ରାର୍ଥନା ପ୍ରଭୁ ଖ୍ରୀଷ୍ଟଙ୍କୁ ମାଗୁଛି
Amen. ହାଲେଲୁୟା। Hallelujah. ତ ପ୍ରିୟ ଖ୍ରୀଷ୍ଟରେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ବାପା ମା ଭାଇ ଭଉଣୀ ଯଦି ଅଛନ୍ତି, ଯାହା ବି ହଉ ଯେତେଜଣ ଆମେ ଅଛୁ, ମୁଁ ଜାଣେ ନା କେତେ ଜଣ ଅଛନ୍ତି ଦେଖିନି ପାର୍ଟିସିପେଣ୍ଟ, ଯାହା ବି ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଯେ ଆମେ ସମସ୍ତେ ଜଣେ ଜଣେ ସେବକ ସେବିକା। ତ ଆମେ ପ୍ରତ୍ୟେକ ସେବକ ସେବିକା ସହିତ ଗୋଟେ ଗୋଟେ ହିରୋ ଏବଂ ହିରୋଇନ। ଏଇଥିପାଇଁ ମୁଁ କହୁଛି ଯେ ଆଗାମୀ ଦିନ ମାନଙ୍କରେ ବହୁତ ବଡ଼ ଗୋଟେ ହିରୋର କାର୍ଯ୍ୟ କରିବା ପାଇଁ ଆମେ ଯାଉଛୁ। ତ ସେଥିପାଇଁ ପ୍ରଭୁ ଆମକୁ ହିରୋ ହିରୋଇନ ବାଛିବା ପାଇଁ କହିଛନ୍ତି। ଏଇଥିପାଇଁ କହୁଛି ଯେ ଆମେ ବେଳେବେଳେ ଶାହରୁଖ ଖାନ, ବେଳେବେଳେ ଆଉ କୌଣସି ହିରୋ, କୌଣସି ନାଁ ଗୁଡ଼ାକ ବହୁତ ଗୁଡ଼ିଏ ଅଛି। ତ ସେମାନଙ୍କୁ ଦେଖିକି ଆମେ ବହୁତ ମାନେ ବେଳେବେଳେ ଏକ୍ସାଇଟମେଣ୍ଟ ହେଇଯାଉଛୁ। ସେମାନଙ୍କର କ'ଣ କହୁଛନ୍ତି ଅଟୋବାୟୋଗ୍ରାଫି ନେବା ପାଇଁ ଚାହୁଁଛୁ, ସେମାନଙ୍କ ସହିତ ଟିକେ ସେଲ୍ଫି ନେବା ପାଇଁ ଚାହୁଁଛୁ, ଏପରି ଆମେ ବେଳେବେଳେ ଭାବୁଛୁ। କିନ୍ତୁ ଆମେ ଭୁଲି ଯାଉଛୁ ଯେ ଆମେ ବି ଜଣେ ଗୋଟେ ହିରୋ ଏବଂ ହିରୋଇନ, ଏ କଥା ଆମେ ଭୁଲି ଯାଉଛୁ। ତ ଯାହା ବି ହଉ, ଯେତେବେଳେ ଆମେ ଏଫେସୀ ପୁସ୍ତକ ତାର 12 ପର୍ବର 1 ପଦରେ ଦେଖୁଛୁ ଯେ ଏଠାରେ ବିଶ୍ୱାସୀ ମାନଙ୍କର ଅର୍ଥାତ୍ ବଡ଼ ବଡ଼ ଗୋଟେ ଗୋଟେ ହିରୋ ହିରୋଇନ ମାନଙ୍କର ବିଷୟରେ ଲେଖା ଅଛି। ସେଥିପାଇଁ ଏଠାରେ ମାନେ ଏଭ୍ରି ପୁସ୍ତକରେ ଲେଖକ ଏପରି ଲେଖୁଛନ୍ତି, କିଏ ତ କହୁଛନ୍ତି ଲେଖକ ପାଉଲ ହେଇପାରେ, କିଏ ଆଉ ଅନେକ ନାଁ କହିଛି। ଏଇ ପୁସ୍ତକ ଜିହୁଦୀ ଲୋକମାନଙ୍କ ପାଇଁ ଲେଖାଯାଇଥିଲା। ଆଉ ଯେତେବେଳେ ଏଇ ପୁସ୍ତକ ଲେଖିବା ସମୟରେ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମାନେ ମାନେ ଦୃଢ ବିଶ୍ୱାସ ସହିତ ସେମାନେ ଜୀବନ ଦାନ ଦେଇଥିଲେ, ଈଶ୍ୱରଙ୍କ ପାଇଁ ବଞ୍ଚିଥିଲେ, ଏପରି ଲୋକମାନଙ୍କର ନାମ ମାନେ ଏଇ ଏଭ୍ରି ପୁସ୍ତକ ଲେଖା ଅଛି। ଯେତେବେଳେ ଏଇ ପୁସ୍ତକ ପଢୁ ପଢୁ ଯେତେବେଳେ ଆରମ୍ଭରେ ଲେଖୁଛନ୍ତି, ଆସ ଏଡେ ବୃହତ ମେଘ ତୁଲ୍ୟ ବିଶ୍ୱାସୀ ମାନଙ୍କ ଦ୍ୱାରା ସାକ୍ଷୀ ହେବା ପାଇଁ ଯେତେବେଳେ କୁହାଯାଉଛି, ସେ ସମୟରେ ସେ ଆମମାନଙ୍କୁ ବି ଆହ୍ୱାନ କରିଛନ୍ତି। ଦେଖନ୍ତୁ, ଏପରି ମାନେ 11ର ମାନେ 12 ପର୍ବ ଯେ ଆରମ୍ଭ ହେଲା ତାହା ନୁହେଁ, 11 ପର୍ବର ଶେଷ ଭାଗରେ ଏଇଟା ଲେଖା ହଉଛି। ଅତଏବ ଯେତେବେଳେ କେତେବେଳେ ଲେଖାଯାଏ, ଯେତେବେଳେ ଗଣିତ ଆମେ ଶେଷ ଆଡକୁ ପହଞ୍ଚୁ, ସେ ସମୟରେ 3ଟି ଚିହ୍ନ ଦେଇକି ଅତଏବ ବୋଲି ଲେଖାଯାଏ, ଦେୟରଫୋର ବୋଲି ଇଂଲିଶ ଲେଖାଯାଏ। ତ ଆପ୍ଲିକେସନ ଲେଖିଲା ବେଳକୁ ଆମେ ଶେଷ ଆଡକୁ ଦେୟରଫୋର ବୋଲି ଲେଖୁ। ତ ପାଉଲ ତ କହିପାରିବିନି, ଲେଖକ ଏଠାରେ ଲେଖୁଛନ୍ତି ଯେ ଶେଷରେ କହୁଛନ୍ତି, ଆମକୁ ଆହ୍ୱାନ କରୁଛନ୍ତି ଯେ ଆମମାନଙ୍କର ପୂର୍ବରୁ ବିଶ୍ୱାସିନୀ ମାନେ ସେମାନେ ପ୍ରଭୁଙ୍କ ପାଇଁ କେତେ କଷ୍ଟ, କେତେ ଦୁଃଖ, କେତେ ଯନ୍ତ୍ରଣା ସହିକି ଆଉ ସେମାନଙ୍କର ନାମକୁ ଲିପିବଦ୍ଧ କରାଇଛନ୍ତି। ଯଦି ଆମେ ଦେଖିବା, ହନକ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର, ଆଦମ ଠାରୁ ଆରମ୍ଭ କରି ବିଭିନ୍ନ ପୁସ୍ତକର ନାମ ସବୁ ଲେଖା ଅଛି। ଏ ଭିତରେ ଜଣେ ନାରୀର ନାଁ ବି ଲେଖା ଅଛି, ଯିଏକି ଯୀଶୁଖ୍ରୀଷ୍ଟଙ୍କୁ ମାନେ ବଂଶଗତରେ ମାନେ ତାଙ୍କ ବଂଶରେ ଯୀଶୁଖ୍ରୀଷ୍ଟ ଜନ୍ମ ନେଇଥିଲେ। ଜଣେ ବେଶ୍ୟାର ନାମ ମଧ୍ୟ ଏ ପୁସ୍ତକରେ ଲେଖାଯାଇଛି। ତେଣୁ କହିବାର ଉଦ୍ଦେଶ୍ୟ ଯେ ପ୍ରଭୁ ଆମକୁ ଆହ୍ୱାନ କରିଛନ୍ତି ଏଇ ହିରୋ ମାନଙ୍କ ମଧ୍ୟରେ ଆମକୁ ବି ସାମିଲ କରିବା ପାଇଁ। ତ ମୁଖ୍ୟ ଜିନିଷ ହଉଛି, ଯେତେବେଳେ ପ୍ରଭୁ ତାଙ୍କ ଦଳରେ ସାମିଲ କରିବା ପାଇଁ ଯେତେବେଳେ ଚାହାନ୍ତି, ସେତେବେଳକୁ ସେ ଆମକୁ ଆହ୍ୱାନ କରନ୍ତି ଯେ ପ୍ରିୟ ପ୍ରଭୁଙ୍କ ଦାସ ପଢୁଥିଲେ, ଆଉ ଥରେ ଟିକେ ପଢିକି ଶୁଣେଇଦେବେ ଯେ ଅତଏବ ଏଡେ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ହାଲେଲୁୟା। ଆମର ହାଲେଲୁୟା। ଲକ୍ଷ୍ୟ ଯେ ଜଣେ ଯୀଶୁଖ୍ରୀଷ୍ଟ ଅଛନ୍ତି, ଆମେ ତାଙ୍କୁ ଅନେଇବା, ତାଙ୍କୁ ଦେଖିବା, ତାଙ୍କ ଆଡକୁ ଲକ୍ଷ୍ୟ କରିକି ଆମେ ଚାଲିବା। ବର୍ତ୍ତମାନ ଜଗତରେ ଆଉ ଧୀରେ ଧୀରେ ଚାଲିବା ପାଇଁ ସମୟ ନାହିଁ, ଧୀରେ ଧୀରେ ଯିବା ପାଇଁ ସମୟ ନାହିଁ। ପ୍ରତ୍ୟେକଙ୍କୁ ବର୍ତ୍ତମାନ ଯେପରି ପରିସ୍ଥିତି ଘଟୁଛି, ବର୍ତ୍ତମାନ ଆମେ ଦେଖୁଛୁ ଓଡ଼ିଶାରେ ହଉ କିମ୍ବା ଆମ ଭାରତରେ ହଉ, ଏପରି ସମୟ ଗୁଡାକ ଆସିଯାଇଛି ଯେ ଆମେ ଆଉ ଧୀରେ ଧୀରେ ଚାଲିବା ପାଇଁ ନାହିଁ। ଯୀଶୁଖ୍ରୀଷ୍ଟଙ୍କୁ କେବଳ ଆମର ଗୋଟିଏ ଲକ୍ଷ୍ୟ ହବ ଯୀଶୁଖ୍ରୀଷ୍ଟ, ଏବଂ ସେ ଲକ୍ଷ୍ୟ ରଖିକି, ତାଙ୍କୁ ଲକ୍ଷ୍ୟ କରିକି ଏବଂ ଆମମାନଙ୍କୁ ଆଉ ଚାଲି ଚାଲି ନ ଯାଇ ଦୌଡ଼ିବାକୁ ପଡିବ। ତ ଦୌଡ଼ିବା ସମୟରେ ଆମମାନେ ଯଦି କୌଣସି ଜଣେ ଦୌଡ଼ାଳି ବା ଜଣେ ରନର, ସେ ଦୌଡ଼ିବା ପାଇଁ ହେଲେ ତାଙ୍କ ବସ୍ତ୍ର ପିନ୍ଧିବାକୁ ପାଇଁ ପଡିବ। ଆଉ ମୁଁ ଦୌଡୁଛି ବୋଲି କହିକି ତାଙ୍କର ମାନେ ଖାଇବାର ହଉ କିମ୍ବା ତାଙ୍କୁ କ'ଣ କ'ଣ ପିନ୍ଧିବାର ହଉ, ସମସ୍ତଙ୍କୁ ପରିତ୍ୟାଗ କରିବା ପାଇଁ ପଡିବ। ତ এই ପରିସ୍ଥିତିରେ ଆମେ ଦେଖୁଛୁ ଯେ ପ୍ରିୟ ଲେଖକ ଆମମାନଙ୍କୁ ବି ଆହ୍ୱାନ କରିଛନ୍ତି ଯେ ତାଙ୍କୁ ତୁମେ ଲକ୍ଷ୍ୟ କର ଏବଂ ସହଜରେ ବେଷ୍ଟନକାରୀ ପାପ ଓ ଭାରକୁ ପରିତ୍ୟାଗ କରିବ ଲେଖା ଅଛି। ତେଣୁ ଜଣେ ବିଶ୍ୱାସିନୀ ଭାଇ ମାନଙ୍କୁ ଆହ୍ୱାନ କରାଯାଉଛି ଯେ ସହଜରେ ବେଷ୍ଟନକାରୀ ପାପ, ଆମେ ସହଜରେ ବେଷ୍ଟନକାରୀ ପାପ ଆମେ ଜାଣିପାରୁନାହୁଁ। ବେଳେବେଳେ
ଅଜାଣତରେ ମଧ୍ୟ ଆମେ ଭୁଲ କରି ବସିଛୁ, ପାପ କରୁଛୁ ବୋଲି ଆମେ ଜାଣିପାରୁନାହୁଁ। ଯେମିତି ବୁଢିଆଣୀ ଜାଲ ମାନେ ପୁରା ବିଛେଇ ଦେଇଥାଏ ଗୋଟେ କଣରେ ପୁରା ତାର ଜାଲ ବିଛେଇ ଥାଏ, କିନ୍ତୁ କେତେକ କୀଟ ପତଙ୍ଗ ଜାଣିପାରନ୍ତି ନାହିଁ ଏବଂ ସଡନ ଯାଇକି ସେଠି ଲାଗିଯାଆନ୍ତି ଏବଂ ଲାଗିଗଲା ପରେ ସେଠିକାର ଯୋଉ ଅଛି ସ୍ପାଇଡରମ୍ୟାନ ବୁଢିଆଣୀ ତାଙ୍କୁ କଣ କରେ, ଆଟାକ୍ କରେ ଏବଂ ସେ ଖାଇଦିଏ। ଠିକ ସେମିତି ଆମେ ମଧ୍ୟ ବେଳେ କେତେକ ପାପ କରି ବସୁ ଅଜାଣତରେ, ଯାହାଦ୍ୱାରା କି ଆମ ଜୀବନକୁ, ଆମର ଶରୀରକୁ, ମନକୁ, ଆମର ବିଶେଷ କି ଆଧ୍ୟାତ୍ମିକ ଜୀବନକୁ, ଆତ୍ମିକ ଜୀବନକୁ ସେ ନଷ୍ଟ କରି ବସେ, ତ ଆମେ ଜାଣିପାରୁନାହୁଁ। ସେଥିପାଇଁ ପ୍ରିୟ ଲେଖକ ଆମକୁ ଆହ୍ୱାନ କରୁଛନ୍ତି ଯେ ସହଜରେ ବେଷ୍ଟନକାରୀ ପାପ ଓ ଭାର ପରିତ୍ୟାଗ କରିବା ପାଇଁ। ତବେ ଆମମାନଙ୍କର ଜୀବନ ଯାତ୍ରାରେ, ଆଧ୍ୟାତ୍ମିକ ଜୀବନ ଯାତ୍ରାରେ ପ୍ରଭୁ ଆମମାନଙ୍କୁ ଯେତେବେଳେ ଆହ୍ୱାନ କରିଛନ୍ତି, ତବେ ଯେତେବେଳେ ଚାଲିବା, ଯେତେବେଳେ ଆରମ୍ଭ କରୁ, ସେ ସମୟରେ ଆମେ କଣ କରୁ ନା ବହୁତ ମାନେ ଉତ୍ସାହ ସହିତ କରିଥାଉ, କିନ୍ତୁ ଯେତେବେଳେ ଆଗକୁ ଆଗକୁ ବଢେ ସେ ସମୟରେ ଆମଙ୍କ ଜୀବନରେ ଅନେକ ପ୍ରକାର ସମସ୍ୟା, ଅନେକ ପ୍ରକାର ପ୍ରତିବାଧା, ହିଣ୍ଡ୍ରାନ୍ସେସ୍ ମାନେ ଷ୍ଟବଲିଂ ବ୍ଲକ୍ ଅନେକ ପ୍ରକାର ଆସି ଯାଇଥାଏ, ଯଦ୍ୱାରା କି ଆମେ ଯୋଉ ହିରୋ ମାନଙ୍କ ଲିଷ୍ଟରେ ଆମର ନାଁ ମଧ୍ୟ ରହିବା କଥା ତା କଣ ହେଇଯାଉଛି, ବଞ୍ଚିତ ହେଇଯାଉଛି, ରହିପାରୁନାହୁଁ, ଲିଖିତ ହେଇପାରୁନାହିଁ। ଏଇଥିପାଇଁ କି ଯେ ଆମମାନଙ୍କ ସମ୍ମୁଖରେ ଅନେକ ପ୍ରକାର ସମସ୍ୟା ଲାଗି ରହିଛି। ସେ ଭିତରୁ ଯେତେବେଳେ ମୁଁ ଯେତେବେଳେ ବାଇବଲ ପଢୁଥିଲି ସେ ସମୟରେ ମୁଁ କାହିଁକି ଏ କଥା କହୁଥିଲି ବୋଲେ, ଯେତେବେଳେ ନୂତନ ବର୍ଷରେ ଯେତେବେଳେ ଆମେ ପ୍ରତିଜ୍ଞା କରିଥିବୁ, ନିଶ୍ଚିତ ଭାବରେ ମୁଁ ଭାବୁଛି ଆମେ ସମସ୍ତେ ନୂତନ ବର୍ଷରେ କେତେକ ପ୍ରତିଜ୍ଞା କରିଥିବୁ, ପ୍ରଭୁ ମୁଁ ତୁମ ପାଇଁ ଜୀବନ ଦେବି, ମୁଁ ତୁମ ପାଇଁ ବଞ୍ଚିବି। ଆଉ ଆଜିକାର ଡେଟ୍ରେ ଆମେ ଦେଖୁଛୁ, ଲାଷ୍ଟ ଗୀତ ହିମାଂଶୁ ସାଗର ଗାଇଥିଲେ ଯେ ପ୍ରଭୁ ଯୀଶୁ ଲାଗି ବଞ୍ଚିଥା, ତ ଆମେ ଯୀଶୁ ଲାଗି ବଞ୍ଚିବା ପାଇଁ ବହୁତ ମାନେ ଆଶା ରଖିକି ଆମେ ବାହାରିଛୁ, କିନ୍ତୁ କେତେକ ପ୍ରତିବାଧା ଆମ ସମ୍ମୁଖରେ ଅଛି, ଯୋଉ ପ୍ରତିବାଧା କି ଆମେ ଏଡେଇ ନ ପାରିକି ଯୀଶୁଙ୍କୁ ଲକ୍ଷ୍ୟରୁ ବିଚ୍ୟୁତ ହେଇକି ଆମେ ଧୀରେ ଧୀରେ ଚାଲିବାକୁ ଆରମ୍ଭ କରୁ ଏବଂ ଈଶ୍ୱରଙ୍କର ସେ ଯୋଉ ମହା ଆନନ୍ଦରୁ ଆମେ ବଞ୍ଚିତ ହେଇଯାଇଥାଉ। ତେବେ ପ୍ରିୟ ପ୍ରଭୁଙ୍କ ଦାସଦାସ ମାନେ ଏବେକାର ଘଟଣା ନେଇ ପୂର୍ବ କାଳର ମଧ୍ୟ ଏପରି ଘଟଣା ଘଟି ଆସିଛି ଏବଂ ଅନେକ ଲୋକମାନେ ମାନେ ପଥଭ୍ରଷ୍ଟ ହେଇଛନ୍ତି, ଅନେକ ଲୋକମାନେ ଲକ୍ଷ୍ୟଚ୍ୟୁତ ହେଇ ଈଶ୍ୱରଙ୍କର ଯୋଉ ଲିଷ୍ଟ ଅଛି, ବିଶ୍ୱାସୀ ମାନଙ୍କର ଲିଷ୍ଟରୁ ସେମାନଙ୍କର ନାମକୁ କଟା ଯାଇଛି। ତେଣୁ ସିଏ ଆଜି ଆମକୁ ଆହ୍ୱାନ କରୁଛନ୍ତି, ତାଙ୍କ ନାମରେ ଲିଖିତ ହେବା ପାଇଁ ହେଲେ ଆମଙ୍କ ସମ୍ମୁଖରେ ଥିବା କେତେକ ଷ୍ଟବଲିଂ ବ୍ଲକ୍ ବା କେତେକ ହିଣ୍ଡ୍ରାନ୍ସେସ୍ ଅଛି, ଯୋଉଟା କି ଆମମାନଙ୍କୁ ଏଡେଇବା ପାଇଁ ପଡିବ। ସେଥିଭିତରୁ ଆମେ ଦେଖିବା, ମୁଁ ବାଇବଲ ପଢୁ ପଢୁ ପ୍ରଭୁଙ୍କର ବାକ୍ୟ ଯେତେବେଳେ ଚର୍ଚ୍ଚା କରୁ କରୁ ମୋର ମନେ ପଡିଲା ଯେ ଏ ଜଗତର ସୁଖ ଆମମାନଙ୍କୁ ବେଳେ ବେଳେ କଣ କରିଦଉଛି ନା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ପ୍ରତିବାଧା ସୃଷ୍ଟି କରୁଛି। ଦେଖିବା ଆମେ ଜଣେ ଭାଇ ଜଲ୍ଦି ପଢି ଦିଅନ୍ତୁ, କାରଣ ଏଇଟା ହଉଛି ଲିମିଟେଡ୍ ଟାଇମ୍, ମୁଁ ଅଧିକ କହିପାରିବିନି। ଗୋଟେ ଗୋଟେ ଅକ୍ଷର ଆପଣ ନିଶ୍ଚିତ ଭାବରେ ସମସ୍ତେ ପ୍ରଭୁଙ୍କ ଦାସ ଦାସୀ ମାନେ ଜଷ୍ଟ ମୁଁ ଗୋଟେ ଚୁମ୍ବକୀୟ ଅବସ୍ଥାରେ ଜଷ୍ଟ ଦଉଛି, ଆପଣମାନେ ବୁଝିପାରିବେ, ନିଶ୍ଚିତ ଭାବରେ ଜାଣିପାରିବେ ଯେ ଆମଙ୍କର ସମ୍ମୁଖରେ କେମିତି ଆମେ ଜଗତର ସୁଖରେ ପଢିକି ଈଶ୍ୱରଙ୍କୁ ଭୁଲି ଯାଉଛୁ। ଆପଣମାନେ ଦେଖନ୍ତୁ, ତାର ଆଦି ପୁସ୍ତକ ତାର ପଢନ୍ତୁ 19-26 ପଦ ଜଣେ ପଢି ଦିଅନ୍ତୁ। ଯେ ଆମ ସମ୍ମୁଖରେ ଥିବା ଯୋଉ ୱାର୍ଲ୍ଡଲି ଆଲୁରମେଣ୍ଟ, ସେହି ସମୟରେ ଲଟର ଭାର୍ଯ୍ୟା ପଛକୁ ଅନାଇବାକୁ ସେ ଲବଣ ସ୍ତମ୍ଭ ହେଲା। ହାଲେଲୁୟା। ହାଲେଲୁୟା। ଆମେ ଦେଖୁଛୁ ଯେ ଲୋଟଙ୍କ ଭାର୍ଯ୍ୟା, ତାଙ୍କର ଯୋଉ ସୁଖ ଥିଲା, ଆମେ ଏସବୁ କାହାଣୀ ସବୁ ଜାଣିଛୁ, ମୁଁ ଆଉ ବର୍ଣ୍ଣନା କରିବେନି। ଯେତେବେଳେ ଆମେ ଫେସ୍ ଟୁ ଫେସ୍ ସେତେବେଳକୁ ଆମେ ବର୍ଣ୍ଣନା କରିବା। ଏତିକି ଆମେ ଜାଣିବା ଯେ ସେ କାହିଁକି ଆଜି ଲବଣ ସ୍ତମ୍ଭ ହେଲେ, କାହିଁକି ସେ ତାଙ୍କୁ ଏତେ ସୁନ୍ଦର ଭାବରେ ପ୍ରଭୁଙ୍କର ବାକ୍ୟ ଶୁଣିଥିଲେ, ପ୍ରଭୁଙ୍କ ବିଶ୍ୱାସ କରୁଥିଲେ, ଅବ୍ରାହମ ସେମାନଙ୍କର ଲୋକ ଥିଲେ, ସବୁ କିଛି କରିଥିଲେ, କିନ୍ତୁ ତଥାପି ସେମାନେ ଏତେ ପ୍ରଭୁଙ୍କ ବାକ୍ୟ ଶୁଣିଥିବେ, ପ୍ରଭୁଙ୍କର ଲୋକମାନଙ୍କ ସହିତ ମିଶିଥିବେ, ଏତେ ତାଙ୍କର ଆଧ୍ୟାତ୍ମିକ ଜୀବନରେ ବୃଦ୍ଧି ପାଇଥିବ, ତଥାପି ଯେତେବେଳେ ତାଙ୍କୁ କୁହାଗଲା ସେ ଜାଗାଟା ଛାଡ, ସେମାନେ ଛାଡିବା ପାଇଁ ରାଜି ହେଲେ ନାହିଁ। କାରଣ ସେଠିକାର ସୁଖ, ସେଠିକାର ମାନେ ଯୋଉ ଅଭିଳାଷ ସେମାନଙ୍କୁ କଣ କଲା ନା ଆଉ ପ୍ରଭୁଙ୍କ ନିକଟକୁ ଯିବା ପାଇଁ ବାଧା ସୃଷ୍ଟି କଲା, ଯୋଉଥିପାଇଁ କି ସେମାନେ ଆଉ ଆସିପାରିଲେ ନାହିଁ ଏବଂ ଏ ଜଗତର ସୁଖ ଅଭିଳାଷରେ ରହି ସେମାନଙ୍କର ଜୀବନ କଣ ହେଲା ନା ବିଶ୍ୱାସୀ ମାନଙ୍କର ଯୋଉ ଲିଷ୍ଟରେ ରହିବା କଥା ଆଉ ସେମାନେ ରହିପାରିଲେ ନାହିଁ।
ମୁଁ ବହୁତ ସମୟ ବର୍ଣ୍ଣନା କରିବା ପାଇଁ ଚାହୁଁନି, 44 ହେଇଗଲାଣି। ତେବେ ଆମେ ଜାଣିବା ଯେ ଜଗତର ସୁଖ ଆମେ ଦେଖିବା, ଆମେ ମୁଁ ବର୍ଣ୍ଣନା କରିବା ପାଇଁ ପଡିବନି ଜଗତର ସୁଖ କୋଉ କୋଉ ଲିଷ୍ଟରୁ ଯାଉଛି। ହୋଇପାରେ ମୋବାଇଲ, ହୋଇପାରେ ଫେସବୁକ୍, ହୋଇପାରେ ଆମର ଇନଷ୍ଟାଗ୍ରାମ, ହୋଇପାରେ ଆମେ ମାନେ ପ୍ରଭୁଙ୍କ ବାକ୍ୟ ମାନେ ପ୍ରଚାର କରୁଛୁ, ପ୍ରଭୁଙ୍କ ବାକ୍ୟ ପଢୁଛୁ, ପ୍ରଭୁଙ୍କ ବାକ୍ୟ ପଢୁ ପଢୁ ଫେସବୁକ୍ ମାନେ ପ୍ରଭୁଙ୍କ ବାଇବଲ ପଢୁ ପଢୁ ହଠାତ୍ କୌଣସି ଗୋଟେ ଆସିଗଲା ନୋଟିଫିକେସନ, ସାଙ୍ଗେ ସାଙ୍ଗେ ଆମେ ସାର୍ କଣ କହୁଛୁ ପ୍ରଭୁଙ୍କ ବାକ୍ୟକୁ ସ୍କିପ୍ କରିକି ସାଙ୍ଗେ ସାଙ୍ଗେ ଆମେ ପଳେଇ ଯାଉଛୁ ସିଆଡେ। ତ ମୁଁ ଗୋଟେ ସାଧାରଣ ଉଦାହରଣ ଦଉଛି ଯେ ଆମେ କେମିତି ମାନେ ଜଲ୍ଦି ଈଶ୍ୱରଙ୍କର ବାକ୍ୟରୁ ପଢୁ ପଢୁ ଅନ୍ୟ ଆଡକୁ ଆମେ କେମିତି ଆମର ଆଖି ମାନେ ମାନେ ପଳେଇ ଯାଉଛି। ତ ଜଣେ ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ ଆମକୁ ପଢିବା ପାଇଁ ପଡିବ, ଆକର୍ଷଣ ରହିବ, ଆକର୍ଷଣ ଆମକୁ କରିବ। କାଲି ଜଣେ ଭଉଣୀ କହୁଥିଲେ ନଖ ଆମେ କଣ କରୁଛୁ, ବଢୁଛୁ କାଟୁଛୁ, ନଖ ବଢୁଛି କାଟୁଛୁ, ଯେତିକି ଦରକାର ସେତିକି ରଖୁଛୁ। ଠିକ ଜଗତରେ ଯେତେବେଳେ ବସବାସ କରୁଛୁ ଏ ଜଗତର ସୁଖ ଆମକୁ ଆକର୍ଷଣ କରିବ, ସତ୍ୟ କଥା, କିନ୍ତୁ ଆମକୁ ମଧ୍ୟ ତାକୁ କାଟିବାକୁ ପଡିବ। ତ ଯେ ଜଗତର ସୁଖ ଯେତେବେଳେ ଆମେ ପଢିଯିବା, ଜଗତର ସୁଖ ଯେତେବେଳେ ପଢିବା ସେ ସମୟରେ ଆମେ ଈଶ୍ୱରଙ୍କର ଉପାସନା କରିପାରିବା ନାହିଁ। এই ଜଗତର ମାନେ ମୋହମାୟା, এই ଜଗତର ଲୋକ ମାନେ ଆମକୁ ଏପରି ଭାବରେ ଆକର୍ଷଣ କରିବେ ଯାହାଦ୍ୱାରା କି ଆମେ ଈଶ୍ୱରଙ୍କୁ ଭୁଲିକି ଅଟୋମେଟିକଲି ସିଆଡେ ପଳେଇବା। ସେଥିପାଇଁ ଆମେ ଜାଣିପାରିବାନି, ଯେପରି ଆମେ ଫେସବୁକରୁ ଆମେ ଜାଣିପାରୁନୁ ଯେ ବାଇବଲ ପଢୁଛୁ ସତ କଥା, କିମ୍ବା ମୋବାଇଲରେ ଯେତେବେଳେ ବାଇବଲ ପଢୁଛୁ ସେ ସମୟରେ କୌଣସି ନୋଟିଫିକେସନ ଆସୁ ଆସୁ ଆମେ ସାଙ୍ଗେ ସାଙ୍ଗେ ତାକୁ କ୍ଲିକ୍ କରିକି ଦେଖିଥାଉ। ତ ଆମେ ବି ଜାଣିପାରୁନ କେତେବେଳେ ଆମେ ଅଜାଣତରେ ପାପ କରି ବସୁଛୁ। ଯାହା ବି ହଉ ଆମେ ଏତିକି ଜାଣିବା ଯେ ଜଗତର ସୁଖରୁ ଆମମାନଙ୍କୁ ବଞ୍ଚିବା ପାଇଁ ପଡିବ, ଜଗତକୁ ସୁଖକୁ ଏଡେଇ କରି ଈଶ୍ୱରଙ୍କ ଆଡକୁ ଗତି କରିବା ପାଇଁ ପଡିବ। ଏଥିରୁ ଆମେ ସମସ୍ତେ ଜାଣିପାରିବା। ତା ପରବର୍ତ୍ତୀ କାଳରେ ଆମେ ଦେଖିବା ଗୋଟେ ପଏଣ୍ଟ ଆଉ ଗୋଟେ, ଯେ ଯେତେବେଳେ ଆମେ ପ୍ରଭୁଙ୍କ ସେବା କାର୍ଯ୍ୟ କରୁଛୁ, ପ୍ରଭୁଙ୍କ ନିକଟକୁ ଆସୁଛୁ, ସେ ସମୟରେ ଆମମାନଙ୍କୁ କେମିତି ନୈରାଶ୍ୟ ମାନେ ଜୀବନ ବେଳେ ବେଳେ ଆମକୁ ଲୋକମାନେ କରେଇ ଦିଅନ୍ତି ଏବଂ ସେ ନୈରାଶ୍ୟରେ ପଡିକି ଆମେ ବେଳେ ବେଳେ ପ୍ରଭୁଙ୍କର ସେବା କାର୍ଯ୍ୟକୁ ଆମେ ଭୁଲି ଯାଉ। ପ୍ରିୟ ପ୍ରଭୁଙ୍କ ଦାସ ମାନେ ପଢନ୍ତୁ, ଦାସୀ ମାନେ ଯଦି ଅଛନ୍ତି ପଢନ୍ତୁ, ନିହମିୟା 4:10 ପଦ ପଢି ଦିଅନ୍ତୁ। ନିହମିୟା 4:10 ପଦ। ସେତେବେଳେ ଜିହୁଦା କହିଲା, ଭାରବାହକ ମାନଙ୍କର ବଳ କ୍ଷଣ ହୋଇଅଛି, ଆଉ ଅନେକ ଭଙ୍ଗା କାନ୍ଥ ଅଛି, ଏଣୁ ଆମ୍ଭେମାନେ ପ୍ରାଚୀର ଗଢି ପାରୁନାହୁଁ। ହାଲେଲୁୟା। ହାଲେଲୁୟା। ଆମେ ଦେଖୁଛୁ ନିହମିୟାଙ୍କ ବିଷୟରେ ଆମେ ଜାଣିଛୁ, ନିହମିୟା ଜଣେ ପ୍ରଭୁଙ୍କର ଦାସ, ପ୍ରଭୁଙ୍କୁ ବିଶ୍ୱାସ କରୁଥିଲେ, କିନ୍ତୁ ସେ ଯେତେବେଳେ ରାଜାଙ୍କ ପାଖରେ ଥିଲେ ସେ ସବୁ କିଛି ମାନେ ଉପବାସ ରହିକି ଯେତେବେଳେ ଉପବାସ ରହିଲେ, ସବୁ କିଛି କଲେ, ଯେତେବେଳେ ତାଙ୍କ ଘର ଦ୍ୱାର ସବୁ ବିଷୟ ଶୁଣିଲେ, ତାଙ୍କର ମନ୍ଦିର ବିଷୟରେ ଭାଙ୍ଗି ଯାଇଥିବା କଥା ଶୁଣିଲେ, ତାପରେ ସେ ପ୍ରାର୍ଥନାରେ ବସିଲେ, ତାପରେ ସେ ଆଗେଇ ଆସିଲେ, ରାଜା ତାଙ୍କୁ ଆଲାଉ କଲେ ଏବଂ ମନ୍ଦିର ତିଆରି କରିବା ପାଇଁ ଗଲେ। ମନ୍ଦିର ତିଆରି କରୁ କରୁ କେତେକ ଲୋକମାନେ ତାଙ୍କୁ କଣ କରୁଛନ୍ତି, ନିରୀକ୍ଷତ ବାକ୍ୟ ଦଉଛନ୍ତି ଯେ ଆମେ ଆଉ କରିପାରିବା ନାହିଁ। ଆଜିର ଡେଟ୍ରେ ମଧ୍ୟ ଆମେ ଯେତେବେଳେ ସେବା କାର୍ଯ୍ୟ କରିବା ପାଇଁ ବାହାରୁଛୁ, ଆଜିର ଡେଟ୍ରେ ଆଜିର ସରକାର ଆମ ଯଦି ପରିସ୍ଥିତି ଦେଖୁଛୁ, ଜଣେ ଭାଇ କହିବେ ଆମେ କେମିତି କରିବା, ଏବେ ଆମେ ଗଲେ ଏ RSS ମାରିବେ, ବଜରଙ୍ଗ ଦଳ ମାରିବେ, ଆମେ କେମିତି କରିବା, ଆଉ ପ୍ରାର୍ଥନା କରିପାରିବା ନାହିଁ। ଏ ଜିନିଷ ଗୁଡାକ ଆମ ମନରେ ଆସି ଯାଉଛି, ଉଙ୍କି ମାରୁଛି ଯେ ଆମେ କେମିତି କରିବା। ତ ଆମେ ଦେଖୁଛୁ ନିହମିୟାଙ୍କ ଜୀବନରେ ତାଙ୍କୁ କେତେକ ଲୋକମାନେ, ନିଜର ଲୋକମାନେ ଯାଇଛନ୍ତି ସେବା କାର୍ଯ୍ୟ କରିବା ପାଇଁ ସତ୍ୟ କଥା, କିନ୍ତୁ ତାଙ୍କରି ମଧ୍ୟରୁ ମଧ୍ୟ କେତେକ ଲୋକମାନେ ନିରୁତ୍ସାହ କରୁଛନ୍ତି। ତ ଆମର ସେବା କାର୍ଯ୍ୟରେ ଆମମାନଙ୍କୁ ମଧ୍ୟ ଅନେକ ଲୋକ ଅଛନ୍ତି ନିରୁତ୍ସାହିତ କରିବେ, ଡିସ୍କରେଜମେଣ୍ଟ କରିବା ପାଇଁ ଅଛନ୍ତି। ଏହା ଗୋଟେ ପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ବହୁତ ଗୋଟେ ବଡ ବାଧା ଅଛି, ଗୋଟେ ଷ୍ଟମ୍ବଲିଂ ବ୍ଲକ୍, ହିଣ୍ଡ୍ରାନ୍ସେସ୍। ତେଣୁ ଆମେ ପ୍ରାର୍ଥନା କରିବା, ଏପରି ଏଇ କଥା ଶୁଣିକି ନିରାଶ ହେବାର ଆବଶ୍ୟକତା ନାହିଁ, ହତାଶ ହେବାର ଆବଶ୍ୟକତା ନାହିଁ। ଆମେ ଆଗେଇ ଚାଲିବା, ଯେହେତୁ ଏଇ ଦୁର୍ଦିନ ସମୟ ଆମ ଜୀବନରେ ଆସିଛି, ତାକୁ ଖାତିର ନ କରିକି ଆମେ ଆଗେଇ ପଡିବା, ଆଗେଇ ଯିବା। ପ୍ରଭୁଙ୍କର ସେଦିନ ମନ୍ଦିର ତିଆରି କରିବା ପାଇଁ ସେ ବାହାରିଥିଲେ, ତ ଆଜି ମଧ୍ୟ ଆମେ ଗୋଟେ ଗୋଟେ ଈଶ୍ୱରଙ୍କର ମନ୍ଦିର ତିଆରି କରିବା ପାଇଁ ଦେଖୁଛୁ। ପ୍ରତ୍ୟେକ ଲୋକଙ୍କ ହୃଦୟ ଗୋଟେ ଗୋଟେ ମନ୍ଦିର। ତେଣୁ ଆମେ ଯେତେବେଳେ ତାଙ୍କର ସେ ମନ୍ଦିରକୁ ତିଆରି କରିବା ପାଇଁ ଯାଇଛୁ, ହୋଇପାରେ ଅନେକ ସମସ୍ୟା ଆସିପାରେ, ଅନେକ ପ୍ରତିବାଧା ଆସିପାରେ, ତାକୁ ଆମେ ଏଡେଇକି ଆଗକୁ ଯିବା।
ତେଣୁ ଆମେ କଣ ପ୍ରତିବାଦ ଆପଣ ଜାଣିଛନ୍ତି ଆଜିର ଡେଟ୍ରେ ଅନେକ ଲୋକ ନିରାଶ କରୁଛନ୍ତି ବେବେଳେ ୟୁଟ୍ୟୁବ ଯାକ ଦେଖୁଛନ୍ତି ଫେସବୁକ୍ ଦେଖୁଛନ୍ତି ଓ ସେ ସେମିତି କଲା ସେ ଲୋକ ସେମିତି କଲା ଆମ ଲୋକମାନେ ମଧ୍ୟ ଛାଡୁନାହାନ୍ତି ବିଭିନ୍ନ ଭାବରେ ରୋଷ୍ଟିଂ କରୁଛନ୍ତି ଓ କେତେ ପ୍ରକାର କରୁଛନ୍ତି ସେ ସବୁ ଦେଖିକି ମାନେ ଗତ ଦିନ ମାନଙ୍କର ଯୋଉ ଫିଲ୍ମ ରିଲିଜ ବାହାରିଥିଲା କେତେ ପ୍ରକାର ଲୋକମାନେ କେତେ ପ୍ରକାର ଆମକୁ ନିରୁଚିତ କରୁଥିଲେ ଦେଖିଦେବି ଜଣେ ଲୋକ କହୁଥିଲେ ଏ ବର୍ଷ ତୁମକୁ ଏକ୍ସମାସ ପାଳନ କରିବାକୁ ଦେବିନି ଏମିତି ଅନେକ ଲୋକ ଆମକୁ ଅନେକ ପ୍ରକାର କଥା କହିବେ ସେ କଥା ଶୁଣିକି ଆମେ ଚୁପଚାପ ରହିବାନି ଆମେ ପ୍ରାର୍ଥନା କରିବା ତେଣୁ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ ଆମେ ଯେପରି ଲୋକଙ୍କର କଥାରେ ନିରାଶ ନ ହୋଇ ଆମେ ଆଗକୁ ବଢିକି ପ୍ରଭୁଙ୍କ ସେବା କରିବା ତେଣୁ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ ଏ ସମୟରେ ଆଉ ଦେଖିବା ବହୁତ ଗୋଟେ ପଏଣ୍ଟ ଅଛି କଣ କରିବି ଜାଣିପାରୁନି ଦେଖିବା ଆଉ ଗୋଟେ এই ଯେ টাইম ବହୁତ ଅଛି ପାଷ୍ଟର, ତାର ଟାଇମ ବହୁତ ଅଛି। ମାର୍କ ତାର 16 ଅଛି ଆଜ୍ଞା ଟାଇମ ବହୁତ ଅଛି, ଅନଲିମିଟେଡ ଟାଇମ, କିଛି ଅସୁବିଧା ନାହିଁ, କୁହନ୍ତୁ। ଓକେ 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 ଥ୍ୟାଙ୍କ ୟୁ ମୁଁ ଭାବୁଥିଲି ମୁଁ ଆପଣଙ୍କର ଆହୁରି ମାନେ ଠିକ 6ଟା ବେଳେ ବନ୍ଦ ହେଇଯିବ ଯାହା ବି ନାଇଁ ମୁଁ ନାଇଁ ଟିକେ ନାଇଁ ଖାଲି ହାଇଲାଇଟ ଭାବରେ କିଛି କହିବି ଆପଣ ମାନେ ନିଶ୍ଚିତ ଭାବରେ ବୁଝିପାରିବେ କିଛି ବର୍ଣ୍ଣନା କରିବା ଦରକାର ନାହିଁ ତାର ମାର୍କ ତାର 16 ପର୍ବ 3 ପଦ ପଢି ଦିଅନ୍ତୁ ସେମାନେ ପରସ୍ପର କୁହାକହି ହୋଇଥିଲେ, କିଏ ସେମାନେ ଆମ୍ଭମାନଙ୍କ ପାଇଁ ପରସ୍ପରକୁ କହୁଥିଲେ ସମାଧି ଦ୍ୱାରରୁ ପଥରଟା ଗଡ଼ାଇ ଦେବ, କାରଣ ତାହା ଅତି ବୃହତ୍ ଥିଲା। ହାଲେଲୁୟା ପ୍ରେଜ ଦ ହାଲେଲୁୟା। ଲର୍ଡ ଆମେ ଦେଖୁଛୁ ଯେ ଇମାଜିନାରୀ ହିଣ୍ଡ୍ରେନ୍ସେସ୍ ବେଳେ ଆମ ଜୀବନରେ ଅନେକ ପ୍ରକାର ଏପରି କାଳ୍ପନିକ କଥା ଗୁଡାକ ଆମର ରହୁଛି ସେଦିନ ଯୀଶୁ ମୃତ୍ୟୁବରଣ କଲେ ସତ ସମାଧିସ୍ଥ ହେଲେ କେତେକ ଆମେ ଦେଖୁଛେ ସେ ଷ୍ଟୋରି ଯେ କେତେକ ଲୋକମାନେ ସେଠିକି ଯାଇଥିଲେ ଏବଂ ଯୀଶୁଙ୍କୁ ଦେଖିବା ପାଇଁ ମାନେ ଇଚ୍ଛା ପ୍ରକାଶ କରୁଥିଲେ ତେଣୁ ବହୁତ ବଡ ପଥର ଗୋଟେ ରଖା ହେଇଥିଲା ତ ସେମାନଙ୍କ ମନରେ ମାନେ ଅନେକ ପ୍ରଶ୍ନ ବାଚି ହେଇଥିଲା ଆମେ ଯୀଶୁଙ୍କୁ ଦେଖିବା ପାଇଁ ଚାହୁଁଛୁ ସତ କିନ୍ତୁ କିଏ ଆମଙ୍କ ପାଇଁ ପଥର ଗଡେଇ ଦବ ବେଳେବେଳେ ଆମେ ମଧ୍ୟ ବେଳେବେଳେ ଏପରି ପ୍ରଶ୍ନ କଳ୍ପନିକ କଥା ଗୁଡାକ ଆମ ମନରେ ଅଛି ଯେ କିଏ ଆମ ପାଇଁ ଏମିତି କରିଦବ କିଏ ଆମକୁ ଏମିତି ସାହାଯ୍ୟ କରିବ କିଏ ମୁଁ ବର୍ତ୍ତମାନ ପ୍ରଭୁଙ୍କ ସେବା କାର୍ଯ୍ୟ କରୁଛି କିଏ ମତେ ସପୋର୍ଟ କରିବ ମୁଁ ସେବା କାର୍ଯ୍ୟ କରିବା ପାଇଁ ବହୁତ ଇଚ୍ଛା ଅଛି କିନ୍ତୁ କିଏ ସପୋର୍ଟ କରିବ କିଏ ମତେ ଏମିତି କରିବ ସେମିତି କରିବ ତେବେ ଯାଇକି ମୁଁ କରିପାରିବି ଏପରି ଅନେକ କାଳ୍ପନିକ ଚିନ୍ତା ଗୁଡାକ ଆମ ପାଖରେ ମନରେ ଉଙ୍କି ମାରୁଛି ଯୋଉଟା କି ଆମର ସେବା କାର୍ଯ୍ୟ ପାଇଁ ପ୍ରତିବାଧା ସୃଷ୍ଟି କରୁଛି ଆମେ ବୁଝିପାରୁନୁ ଯେ ଆମମାନଙ୍କର ଜଣେ ପରମେଶ୍ୱର ଅଛନ୍ତି ଯିଏକି ଆମକୁ ମାନେ ଜନ୍ମରୁ ଆଜି ପର୍ଯ୍ୟନ୍ତ ବଢେଇଛନ୍ତି ସବୁ କ୍ଷେତ୍ରରେ ପ୍ରତିଟି ମୁହୂର୍ତ୍ତରେ ସେ ଆମକୁ ସାହାଯ୍ୟ କରୁଛନ୍ତି ସେ ଈଶ୍ୱରଙ୍କର କଥାକୁ ଭୁଲି ଯାଇ ବେଳେବେଳେ ଏମିତି ଆମ ମନରେ ମାନେ ବସୁ ବସୁ ଅନେକ କାଳ୍ପନିକ କଥା ଗୁଡାକ ବାହାରି ଆସୁଛି ମନରୁ ଉଙ୍କି ମାରି ବସୁଛି ଯେ କିଏ ଆମମାନଙ୍କୁ ଏପରି କରିବ ତେଣୁ ଆମମାନେ ଏ କଥା ତାଙ୍କ ପରି ନ ଭାବିକି ଏହା ଗୋଟେ ଆମ ପାଇଁ ଆମର ଜୀବନ ଯାତ୍ରାରେ ପ୍ରଭୁଙ୍କ ସେବା କାର୍ଯ୍ୟରେ ଏହା ହଉଛି ଗୋଟେ ବଡ ପ୍ରତିବାଦ ଯୋଉ ପ୍ରତିବାଦକୁ ଆମକୁ ହଟେଇବା ପାଇଁ ପଡିବ ଯଦି ଏଇ ପ୍ରତିବାଦ ଗୁଡାକୁ ଯେତେବେଳେ ଆମେ ହଟେଇଦବା ଆମ ସମ୍ମୁଖରେ ଥିବା ସେ ଯୋଉ ବାଧା ଗୁଡାକୁ ଯେତେବେଳେ ଏଇଗୁଡାକୁ ହଟେଇଦବା ସେ ସମୟରେ ଆମେ ନିଶ୍ଚିତ ଭାବରେ ଆମମାନେ ପ୍ରଭୁଙ୍କ ସେବା କାର୍ଯ୍ୟ କରିବା ପାଇଁ ଆଗେଇ ବସିବା ଏବଂ ଏ ହିରୋ ହିରୋଇନୀ ମାନଙ୍କ ଯୋଉ ନାମ ତାଲିକାରେ ଆମମାନଙ୍କର ନାମ ମଧ୍ୟ ଲିଖିତ ହେଇଯିବ ହାଲେଲୁୟା କେତେ ଗୌରବର ବିଷୟ କେତେ ମହାନ ବିଷୟ ଯେ ସେମାନଙ୍କ ସହିତ ଆମେ ସାମିଲ ହେବା ପାଇଁ ପ୍ରଭୁ ଆହ୍ୱାନ କରୁଛନ୍ତି ଆଉ ଏଇ ବିଶ୍ୱାସ ପାଇଁ ସେମାନେ କେତେ କଷ୍ଟ କେତେ ଦୁଃଖ ଯେତେବେଳେ 11 ପର୍ବର ଲାଷ୍ଟ ପଦ ପଢା ହଉଛି ଚମଡାରେ ଘୋଡେଇ ମାନେ ତିଆରି କରି ଭିତରେ ପୁରେଇଛନ୍ତି କେତେ କେତେ କେତେକଙ୍କୁ ତ ପଥରରେ ମାରି ଦିଆଯାଇଛି କେତେକଙ୍କୁ ତ ମାନେ କଣ ଖଣ୍ଡାରେ ଖଡଗ କରାଯାଇଛି ଅନେକ ପ୍ରକାର ସେ ଭିତରେ ଲିଷ୍ଟ ଅଛି ତେଣୁ ଆମେ ସେଗୁଡାକୁ ଦେଖୁ ଦେଖୁ ଆମଙ୍କ ଜୀବନରେ ବି ପ୍ରଶ୍ନ ଆସିଯାଉଛି ଯେ ପ୍ରଭୁ କିଏ ଆମକୁ ଉଦ୍ଧାର କରିବ କିଏ ଆମେ କେମିତି ସେବା କାର୍ଯ୍ୟ କରିବା କେମିତି ମୁଁ ଏଇ ଯେ ଆମକୁ ଏତେ ପ୍ରତିବାଦ ହଉଛି ଏତେ ଲୋକମାନେ ଆମକୁ ମୁଁ ଯେତେବେଳେ ସେବା କାର୍ଯ୍ୟ କରିବା ପାଇଁ ବିଶେଷ କରି ଆରସ ମତେ ଧରିଦେବା ପରା କାଳେ ମାନେ ବଜରଙ୍ଗ ଦଳକୁ ମାରିଦେବେ ପରା ଅନେକ ପ୍ରକାର ପ୍ରଶ୍ନ ଆମ ମନରେ ଉଙ୍କି ମାରୁଛି ସେ ପ୍ରଶ୍ନକୁ ଆମେ ହଟେଇଦବା ଯାହାର ସେବା କରୁଛୁ ସେ ଆମମାନଙ୍କର ପରମେଶ୍ୱର ଅର୍ଡିନାରୀ ଲୋକ ନାହାନ୍ତି ସେ ନିଶ୍ଚିତ ଭାବରେ ଏକ ପ୍ରଭୁ ସ୍ୱତନ୍ତ୍ର ବ୍ୟକ୍ତି ଅଛନ୍ତି ହି ଇଜ ଅଲମାଇଟି ଗଡ ସେ ସବୁ ସମୟରେ
ଆମକୁ ରକ୍ଷା କରିବା ପାଇଁ ଅଛନ୍ତି, ସବୁ ଜାଗାରେ ଅଛନ୍ତି। ସେଥିପାଇଁ ତ ତାଙ୍କର କ୍ୟାରେକ୍ଟରିଷ୍ଟିକ ଆମେ ବର୍ଣ୍ଣନା କରୁ ଯେତେବେଳେ ପଢୁ, ଆମେ ଥିଓଲୋଜିକାଲରେ ଯେତେବେଳେ ପଢୁଛୁ ଯେ ସେ ହଉଛନ୍ତି ସର୍ବଶକ୍ତିମାନ, ସର୍ବବିଦ୍ୟମାନ, ସର୍ବଜ୍ଞାନୀ। ତେଣୁ ସେଇ କଥାକୁ ଭାବିକି ଆମେ ମାନେ ଆଗକୁ ବଢିବା ପାଇଁ ପଡିବ। ଆମଙ୍କର ଇମାଜିନାରୀ ଥିଙ୍କିଂ ଆମକୁ ପ୍ରଭୁଙ୍କ ଠାରୁ ଅଲଗା କରି ନେଇପାରିବନି। ବେଳେବେଳେ ଆମେ ଏପଟେ ଚାଲୁ ଚାଲୁ ଆମର ଇମାଜିନାରୀ ଥଟ୍ ଯୀଶୁଙ୍କର ସେ ଯୋଉ ଯାହାଙ୍କୁ ଲକ୍ଷ୍ୟ ରଖିବା କଥା ସେଠାରୁ ବିଚ୍ୟୁତ କରିକି ସେବା କାର୍ଯ୍ୟରୁ ତୁରନ୍ତ ଅନେକ ଲୋକ ମାନେ ଆଜି ପ୍ରଭୁଙ୍କ ସେବା କାର୍ଯ୍ୟ କରିପାରୁନାହାନ୍ତି, ଏଇଥିପାଇଁ କି ସେମାନେ ପ୍ରଭୁଙ୍କୁ ଦେଖୁନାହାନ୍ତି ଏବଂ ଏଗୁଡାକ ଭାବି ଭାବି ସେମାନେ ପ୍ରଭୁଙ୍କ ସେବା କାର୍ଯ୍ୟରୁ ଅଲଗା କୁ ପଳେଇଛନ୍ତି ଏବଂ ଅଲଗା ସେବା କାର୍ଯ୍ୟରେ ନିୟୋଜିତ ହେଇଯାଇଛନ୍ତି। ତେଣୁ ପ୍ରଭୁ ଆମକୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଆମେ ମଧ୍ୟ ସେପରି ଯିବା। ଦେଖିବା ଆଉ ଗୋଟେ ଯେ ପରିବାର ଭିତରେ ବି ଆମମାନେ ଗୋଟେ ହିଣ୍ଡ୍ରେନ୍ସେସ୍ ରହୁଛି। ମୁଁ ସେବା କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁଛି, କିନ୍ତୁ ଘରର କିଏ ନା କିଏ ଆମମାନଙ୍କୁ କଣ କରୁଛନ୍ତି ନା ପ୍ରତିବାଦ ସୃଷ୍ଟି କରୁଛନ୍ତି। ଲୁକ ତାର 9:59 ଲୋକ ନର 59 ପୁଣି ସେ ଆଉ ଜଣକୁ କହିଲେ, ମୋହର ଅନୁଗମନ କର। କିନ୍ତୁ ସେ କହିଲେ, ପ୍ରଥମେ ଯାଇ ମୋହର ପିତାଙ୍କୁ ସମାଧି ଦେବା ନିମନ୍ତେ ମତେ ଅନୁମତି ଦିଅନ୍ତୁ। ହାଲେଲୁୟା। ହାଲେଲୁୟା। ଆମେ କଥା ଜାଣିଛୁ, ହାଲେଲୁୟା। ଆମେ କଥା ଜାଣିଛୁ ଯୀଶୁ ସେବା କାର୍ଯ୍ୟ କରିବା ସମୟରେ ମଧ୍ୟ ଜଣକୁ ଯାଇକି ପଚାରିଥିଲେ ଯେ ମୋର ଅନୁଗମନ କର। ସେ କହିଲେ ଏ କଥା କହୁଛନ୍ତି। ବେଳେ ବେଳେ ଆମର ସେବା କାର୍ଯ୍ୟରେ ମଧ୍ୟ ବେଳେବେଳେ ପ୍ରଭୁଙ୍କ ନିକଟକୁ ଯିବା ପାଇଁ ଯେତେବେଳେ ଆମେ ଦୟା ହେଇଥାଉଛୁ, ପ୍ରତିକ୍ରିୟା କରୁଛୁ, ସେ ସମୟରେ ପରିବାରର ଲୋକମାନେ ଆମକୁ କଣ କରନ୍ତି? ପ୍ରତିବାଦ ସୃଷ୍ଟି କରନ୍ତି। ଆଉ ଏଇ ପ୍ରତିବାଦ ଅନେକ ମାନେ ମାତ୍ରାରେ ବଢିଯାଏ ଅନ୍ୟ ମାନଙ୍କ ଠାରୁ। ଆଉ ସବୁ ପ୍ରତିବାଦ ଠାରୁ ଏ ପ୍ରତିବାଦ ଅଧିକ ମାତ୍ରାରେ ଆମେ ଅନୁଭବ କରିଥାଉ। ଯେତେବେଳେ ଆମେ ପୁଅ ହଉ ଝିଅ ହଉ ଯେତେବେଳେ ପ୍ରଭୁଙ୍କ ସେବା କାର୍ଯ୍ୟ କରିବା ପାଇଁ ଯେତେବେଳେ ବାହାରିଥାଉ, ସେ ସମୟରେ ପରିବାର ଲୋକମାନେ ଆମକୁ କଣ କରନ୍ତି ନା ଗୋଟେ ପ୍ରତିବାଦ ସୃଷ୍ଟି କରିଥାନ୍ତି। ଯାହାକି ଆମେ ଦେଖୁଛୁ ଯୀଶୁ ଯେତେବେଳେ ସେବା କାର୍ଯ୍ୟ କରିବା ପାଇଁ ଆହ୍ୱାନ କରୁଛନ୍ତି, ଯେତେବେଳେ ସେ ଲୋକଟିକୁ, ସେ ଲୋକ ମଧ୍ୟ ସେଇ କଥା ସେ କହୁଥିଲେ। ଆମେ ଦେଖୁଛୁ ଏ ବିଷୟରେ ଭଲ ଭାବରେ ଆମେ ଜାଣିଛୁ, ଆମେ ସମସ୍ତେ ଶିକ୍ଷିତ, ବାଇବଲରେ ପୁରା ଅତି ଆମର ବହୁତ ଜ୍ଞାନ ଅଛି, ଆମେ ପଢିଛୁ ଜାଣିଛୁ। ତ ଆମେ ବୁଝିପାରୁଛୁ ଯେ ଆମଙ୍କର ସେବା କାର୍ଯ୍ୟରେ ପରିବାର ଲୋକମାନଙ୍କୁ କେତେ ବାଧା ସୃଷ୍ଟି କରୁଛନ୍ତି, କରୁଥିଲେ, କରିଛନ୍ତି, ଆଗକୁ ବି କରିବେ। ସେଥିପାଇଁ ଆମେ ତାର ଖାତିର ନ କରିକି, ଭୟଭୀତ ନ ହେଇକି ଆମକୁ ସେବା କାର୍ଯ୍ୟ କରିବା ପାଇଁ ପଡିବ, ଆଗକୁ ବଢିବା ପାଇଁ ପଡିବ। ଆଉ ଏହା ହେଇପାରେ, ପ୍ରତିବାଦ ବହୁତ ବଡ ପ୍ରତିବାଦ ହେଇପାରେ, କିନ୍ତୁ ଆକୁ ଆମେ ଖାତିର କରିବାର ଆବଶ୍ୟକତା ନାହିଁ। ତାକୁ ବେଖାତିର କରିକି ଆମେ କଣ କରିବାର ଅଛି ନା ଆଗକୁ ବଢିବା ଏବଂ ନିଶ୍ଚିତ ଭାବରେ ପ୍ରଭୁ ଆମକୁ ସାହସ ଦେବେ, ବଳ ଦେବେ ଏବଂ ଆମେ କଣ କରିବା? ପ୍ରଭୁଙ୍କର ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବା ଏବଂ ପ୍ରଭୁଙ୍କ ସେବା କାର୍ଯ୍ୟ ତ୍ୱରାନ୍ୱିତ କରୁ କରୁ ଆମେ ସେଇ ବିଶ୍ୱାସୀ ମାନଙ୍କର ଲିଷ୍ଟରେ ଆମର ନାମକୁ ମଧ୍ୟ ଲିପିବଦ୍ଧ କରାଇ ପାରିବା। ତେଣୁ ଆଉ ଗୋଟେ ବିଷୟ ଆମେ ଚିନ୍ତା କରିବା ଯେ ଆମ ଜୀବନରେ ବେଳେବେଳେ ବିଶ୍ୱାସ କରୁଛୁ, ବହୁତ ଦିନ ହେଲେ ବିଶ୍ୱାସ କରୁଛୁ, ପ୍ରଭୁଙ୍କ ଠାରେ ବିଶ୍ୱାସ କରିକି ଆସୁଛୁ। ପ୍ରଭୁ ଆମ ଜୀବନରେ ମହତ୍ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି, ତଥାପି ବେଳେବେଳେ ଅନେକ ଥର ଆମ ମନରେ ଅବିଶ୍ୱାସ ଜାତ ହଉଛି ଏବଂ ଆଉ ଏଇ ଅବିଶ୍ୱାସ ଦ୍ୱାରା ପ୍ରଭୁଙ୍କ ସେବା କାର୍ଯ୍ୟ ଆମେ କରିପାରି ନଥାଉ। ଯୋଉଟା କି ଆମେ ପଢିବା ମାଥ୍ୟୁ ତାର 13:58 ପଦ ଟିକେ ପଢିଦେବେ। ତେବେ ତୁମେମାନେ ବୀଜ ଆଉ ପବନକାରୀର ଦୃଷ୍ଟାନ୍ତ ଶୁଣ। ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ସେଟା ନାହିଁ। ଆଉ ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ଶକ୍ତିର କାର୍ଯ୍ୟ କଲେ ନାହିଁ। ହାଲେଲୁୟା। ଆମେ ଦେଖୁଛୁ ପ୍ରଭୁ ମଧ୍ୟ ସେଠି ମାନେ ଆଶ୍ଚର୍ଯ୍ୟ କାମ କରିବାକୁ ଇଚ୍ଛା ଥିଲେ ବି କଲେ ନାହିଁ, ଏଇଥିପାଇଁ କି ସେ କଣ କରୁଛନ୍ତି ନା ଅବିଶ୍ୱାସ କରୁଛନ୍ତି। ତ ଆମମାନଙ୍କର ସେବା କାର୍ଯ୍ୟରେ ବେଳେବେଳେ ଅନେକ ଲୋକ ଏମିତି ଅବସ୍ଥାରେ ଅଛୁ, ଆମେ ସତରେ ବିଶ୍ୱାସ କରୁଛୁ, ଜନ୍ମରୁ ଖ୍ରୀଷ୍ଟିଆନ, ଆମେ ଅନେକ ଥର ବିଶ୍ୱାସ କରିକି ଆଗକୁ ଚାଲୁଛୁ, ତଥାପି ବେଳେବେଳେ ଶୈତାନ ଆମକୁ ଏପରି ଅବିଶ୍ୱାସ ଜାତ କରାଇ ଦଉଛି ଯୋଉଠିକି ଆମେ ଈଶ୍ୱରଙ୍କର ସେବା କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ ନାହିଁ ଏବଂ ଶକ୍ତିର କାର୍ଯ୍ୟ ମଧ୍ୟ ହେବ ନାହିଁ। ଆମେ ଭାବୁଛୁ ଯେ ଆମ ପାୱାର ଠାରୁ ଅଧିକ ବହୁତ ବଡ ପାୱାର ଆମର ସମ୍ମୁଖରେ ଥିବା ଲୋକମାନଙ୍କର ପାୱାର।
प्रभु आमर किसी करें आम सेवा कार्य को बाहर समय मुझे गाँव को जी प्रचार कर सेवा कर अमुक मैंने विभिन्न आम प्लानिंग बनई था किंतु बेले बेले ए विश्वास मन में उंकी मारुची आउ ए अविश्वास द्वारा प्रभु जहाँ कार्य करने चाहूबे हेब ना ता हूँ आम ख्रीस्टियन जीवन में गोटे बहुत बड़ फल्ट अच्छी गोटे हिंड्रेंसेस अच्छी आम दीर्घ दिन सेवा कार्य हो पारे प्रभु दास दासी आम प्रभु आमको आह्वान कर ए अविश्वास सकाशे आग को जो आश्चर्य कर्म घटबार थिला ता घटबा को माने करैदेबनी ए अविश्वास तेणु विश्वास अविश्वास आम देखुचु अविश्वास कहला तो आम भावुवा जे मु बड़ विश्वासी किंतु आम ठारू आउरी अधिक विश्वासी वाला अछंती से कि भूत आम देखुचु जाकू पुस्तक लिखा अछि भूत माने विश्वास करके थर रहउंती किंतु आम दीर्घ दिन विश्वास करके ईश्वरंकर पात्र माने प्रिय पात्र पात्र हे पार नहु ईश्वरंकर आश्चर्य कर्म करि पारु न एथि पय कि आम मन रे अविश्वास रहिछि तेणु आम ख्रीस्टियन भावुवा जे मु बहुत बड़ दिन है दीर्घ दिन है प्रभु सेवा कार्य करके आसुची तथापि आम जीवन अविश्वास रही तेणु यहीपरि अविश्वास को आम मन रू काढ़ा पड़ो नचेत आम मैंने शक्तिर कार्य करें कि आमर आगामी दिन जो जो आम जीवन पुस्तक नाम जो लेखा हाँपाई आमको प्रभु आह्वान कर आह्वान योग्य आचरण आम कर तेणु आम निहाती भाव प्रभुंर सेवा कार्य करने गोटे स्ट्रांग बिलीफ दरकार गोटे स्ट्रांग फेथ दरकार किंतु आम गाँचु अति सुंदर भाव माने गीत भी गाँच विश्वास पर बहुत गीत अच्छी तथापि बेले आम विश्वास आम जीवन में उंकी मारुची आम सेवा कार्य ठार अलग करके अलग रास्ता नहीं जाऊँगी तेणु आउ गोटे विषय आम देखा जे आम प्रभु सेवा कार्य करुचु सत कथा किंतु आम जीवन रे बेले बेले जगतर माने संपत्ति जगतर जो धन रत्न आमको कौन कर ईश्वर ठारू अलग कर दूसरी माने प्रतिबाधा कर दूसरी जहाँद्वारा कि ईश्वर को सेवा कार्य करूना जहाँ जीशु अनेक उदाहरण देते आम पढ़ा माथ्यू तार 19:22 पद टे पढ़ा किंतु କିନ୍ତୁ ଏ କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା। हालेलुया हालेलुया कहले बिक्री करके आस किंतु से संपत्ति की बिक्री करने इच्छा नहीं से संपत्ति से लोकटी ईश्वर निकट को जावाई इच्छा करुच्ची किंतु संपत्ति बाधा सृष्टि करदेला आम कहला कौन मुझे आज मो पाखे मो संपत्ति अच्छी कि बोलूँ आम बेले बेले आज देखुचु गोटे पूरा भाइराल जे आम ख्रीस्टान माने सब कौन चावल बस्ता एवं 500 टंकिया आम जाचु ये कथा डायलॉग हो गोटे बर्तमान आम फेसबुक हो कि यूट्यूब हो कि जुआड़ देखु इंस्टाग्राम हो कि चावल बस्ता 500 टंका कहले आम समस्त जाचु जे कौन पे कहुचे आम भावुचे नाई तो बोली कहूँ किंतु भितरे एटा सत कथा प्रभु सेवा कार्य करुचु सत किंतु ए जो कथाटा आम मन अच्छी जदि किए आमको पैसा दब कि पैसा आलास आम से बोली ए संस्था से संस्था अलग संस्था केते संस्था आम चेंज करके जाऊँ आउ ए जगतर ए जो संपत्ति ए जगतर ए जो धन आम कौन कर ईश्वर ठार अलग कर दूसरे मुझे कह आम भाविया जो नाई तो किंतु ये भितर अच्छे आपण मु जानूँ आपण जानते मुझे जानूँ जे आम केमी ईश्वर ठार दूरे जाऊँ ईश्वर ठार केमती आम अलग हो जाऊँ ये सब वर्णना कर आवश्यकता नहीं बेले बेले छोट छोट विषय आम कौन कर ईश्वर ठार अलग जो विश्वासी मान लिस्ट अच्छी ताठू अलग कर दूसरी तेणु प्रिय बंधुगण प्रिय ख्रीष्ट भाई भौणी मैंने मु अनुरोध करुच्ची आप मैंने मत हो आम जापारू आम जो से कहू आम बेले रागी जाऊँ जे आम चावल बस्ता ख्रीष्टान 500 टका ख्रीष्टान किंतु आम भीतर जापारे आमर जो कौन सी जगार प्रभु सेवा कार्य करने आम विश्वस्त रही पार्नु मुझे देखी आम ब्रह्मपुर जड़े भाई अच्छा सी को 5टा संस्थार कम कर हाँ होइबा कथा होउची कारण नियंत्रण अच्छी तो निश्चित से करुँच मना करनी मुझे विश्वस्त हो पारना
ତେଣୁ ଏ ଜଗତର ସମ୍ପତ୍ତି ଆମକୁ ଏପରି ଭାବରେ ବାନ୍ଧିକି ରଖିଛି ଯେ ଜଗତ ସମ୍ପତ୍ତିକୁ ଆମେ ଛାଡ଼ି ପାରୁନାହୁଁ ଏବଂ ପ୍ରଭୁ ସେବା କାର୍ଯ୍ୟ କରିପାରୁନାହୁଁ। ଶେଷରେ ଆମେ ଯାହା ପଢିଥିଲୁ ଯେ ଏଭଳି ପୁସ୍ତକ ତାର 12ର ଗୋଟେ ପଦ ଲେଖା ଅଛି, ଗୋଟେ ଭାର ଲେଖା ଅଛି, ୱେଟ୍, ଯୋଉଟା କି ଆମକୁ ଏପରି ଭାବରେ ଓଜନ ହେଇଯାଇଛି ଯେ ଆମକୁ ଜୀବନରେ ଯଦ୍ୱାରା କି ଆମେ ପ୍ରଭୁଙ୍କ ସେବା କାର୍ଯ୍ୟ କରିପାରୁ ନାହୁଁ। ତେଣୁ ଖ୍ରୀଷ୍ଟରେ ଆମକୁ ପ୍ରଭୁ ଆହ୍ୱାନ କରୁଛନ୍ତି ଯେ ଏ ସମସ୍ତ ସହଜରେ ବେଷ୍ଟନକାରୀ ପାପ ଓ ଭାରକୁ ପରିତ୍ୟାଗ କରିବା ପାଇଁ ପଡୁଛି। ଏଇ ଯୋଉ ସମସ୍ତ ପ୍ରକାର ଭାର ଏବଂ ଏ ଯୋଉ ସମସ୍ୟା ଗୁଡାକ ଅଛି, ଏ ଯୋଉ ପ୍ରତିବାଦ ଅଛି, ତାକୁ ଏଡେଇକି ଆମେ ଯଦି ଆଗକୁ ଯିବା, ଦେଖିବା ଏ ବର୍ଷ ପ୍ରଭୁ ଆମକୁ ଆଶୀର୍ବାଦ କରିବେ ଆମର ସେବା କାର୍ଯ୍ୟରେ, ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ, ମାଣ୍ଡଳିକ ଜୀବନରେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ ଏବଂ ନିଶ୍ଚିତ ଭାବରେ ଯୋଉମାନଙ୍କର ନାଁ ଲେଖା ହେଇଛି ସେମାନଙ୍କର ନାମ ତାଲିକାରେ ଆମମାନଙ୍କର ବି ନାମ ଲିଖିତ ହବ। ହାଲେଲୁୟା, Hallelujah. ହାଲେଲୁୟା। ପ୍ରେଜ୍ ଦ ଲର୍ଡ। Praise the ଆପଣ Lord. ବିଶ୍ୱାସ କରୁଛନ୍ତି କି ଆମେ ତାଙ୍କ ନାମରେ ଆମର ନାମ ଲେଖା ହେଇଛି ବୋଲି କହିକି? ତେଣୁ Yes. ପ୍ରଭୁ Praise the Lord. ଆମକୁ ଆଶୀର୍ବାଦ କରନ୍ତୁ। ମୁଁ ଅଧିକ ସମୟ ନଉନି, ପ୍ରଭୁ ମତେ ବିଶେଷ କି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ପ୍ରିୟ ପ୍ରଭୁଙ୍କ ଦାସ ମାନଙ୍କୁ, ଯୋଉ ଭାଇ ମତେ ହୋଷ୍ଟିଂ କରିଛନ୍ତି, ପୁଣି ଯୋଉ ଭାଇ